ପୂର୍ବ ଭିଡିଓଜ ରେ ଆମେ ଦେଖିଥିଲେ କ୍ଲିନିକାଲ ରିସର୍ଚ୍ଚ କଣ, କ୍ଲିନିକାଲ ରିସର୍ଚ୍ଚ ରେ ଜବ୍ସ କେମିତି ମିଳେ, ସିଆରଏ କଣ, ସିଆରସି କଣ, ଆଉ ପୂର୍ବ ଭିଡିଓରେ ଆମେ ଦେଖିଥିଲେ ସିଆରଓ କଣ, ଡିସିଜିଆଇ କଣ, ଆମେ ପ୍ରୋଜେକ୍ଟ କରୁଛେ କେମିତି, ପ୍ରୋଜେକ୍ଟ ଆସୁଛି କେମିତି, ଫେଜେସ୍ ହିସାବରେ କ୍ଲିନିକାଲ ଟ୍ରାଏଲ୍ସ କେମିତି କରୁଛେ। ଆଜି ଆମେ ଦେଖିବା ଆମେ ଯୋଉ 5ଟା କୋର୍ସ ଦଉଛେ, କ୍ଲିନିକାଲ ରିସର୍ଚ୍ଚ, ଫାର୍ମାକୋଭିଜିଲାନ୍ସ, ରେଗୁଲେଟରୀ ଆଫେୟାର, କ୍ଲିନିକାଲ ଡାଟା ମ୍ୟାନେଜମେଣ୍ଟ ଆଉ ମେଡିକାଲ ରାଇଟିଂ ର ଇଏ କେମିତି ଇଣ୍ଟରଲିଙ୍କ ହେଇକି ଅଛନ୍ତି। ମାନେ ଜଣେ ଯଦି 5ଟା ଯାକ ପାଠ ପଢିବ ତା ପାଇଁ ସୁବିଧା ହବ କଣ, ତାପରେ 5ଟା ଲାଇନ ଖୋଲିଯିବ। ମାନେ ସେ କ୍ଲିନିକାଲ ରିସର୍ଚ୍ଚ ଫିଲ୍ଡରେ ଯାଇପାରିବେ, ନହେଲେ ଫାର୍ମାକୋଭିଜିଲାନ୍ସ ହଉ, ନହେଲେ ରେଗୁଲେଟରୀ ଆଫେୟାର ହଉ, ନହେଲେ କ୍ଲିନିକାଲ ଡାଟା ମ୍ୟାନେଜମେଣ୍ଟ ହଉ, ନହେଲେ ମେଡିକାଲ ରାଇଟିଂ ହଉ। ତ ଆଜି ଆମେ ବୁଝିବା କଣ, ଏଇ ଯୋଉ 5ଟା ଆମେ ଯୋଉ କୋର୍ସ କହୁଛେ ଏଇ କେମିତି ଇଣ୍ଟରଲିଙ୍କ ହେଇକି ଅଛନ୍ତି। ନର୍ମାଲି ସିଆର କଣ ତ ମୁଁ ପୂର୍ବ ଭିଡିଓରେ ସବୁ କହିଛି, ସିଆର ହେଲେ କଣ୍ଟ୍ରାକ୍ଟ ରିସର୍ଚ୍ଚ ଅର୍ଗାନାଇଜେସନ, ଯୋଉମାନେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ କରନ୍ତି ଅଲ ଓଭର ଇଣ୍ଡିଆରେ। ଏବେ ଏଇ ଯୋଉ 5ଟା ଆମେ ଦେଖୁଛେ କୋର୍ସ ଯାକ କହୁଛି ମୁଁ, ଏ 5ଟା କୋର୍ସ ହଉଛି 5ଟା ଡିପାର୍ଟମେଣ୍ଟ। ମାନେ ଗୋଟେ ସିଆର ର ଏଇ 5ଟା ଯାକ ଡିପାର୍ଟମେଣ୍ଟ ଥାଏ। ତ ଭାବିନିଅ ଫାର୍ମା କମ୍ପାନୀର ସିଆର ର ଏଗ୍ରିମେଣ୍ଟ ହେଇଗଲା, ତ ଫାଷ୍ଟ କୋଉ ଡିପାର୍ଟମେଣ୍ଟ କୁ କାମ ଯାଏ, ଫାଷ୍ଟ ମେଡିକାଲ ରାଇଟିଂ ଟିମ୍ କୁ କାମ ଯାଏ। ଏମାନେ କଣ କରନ୍ତି, ଫାଷ୍ଟ ସେମାନେ ଡକୁମେଣ୍ଟ ସବୁ ଡିଜାଇନ କରନ୍ତି, ଯେମିତି ପ୍ରୋଟୋକଲ ହଉ, ଆଇସିଏଫ ହଉ, ସିଆରଏଫ ହଉ, ଏଇ ସବୁ ଡକୁମେଣ୍ଟ ମେଡିକାଲ ରାଇଟିଂ ଟିମ୍ ଡିଜାଇନ କରନ୍ତି। ୱାନ୍ସ ସବୁ ଡକୁମେଣ୍ଟ ରେଡି ହେଇଗଲା ପରେ ସେ ଯାଏ ରେଗୁଲେଟରୀ ଡିପାର୍ଟମେଣ୍ଟ କୁ। ରେଗୁଲେଟରୀ ଡିପାର୍ଟମେଣ୍ଟ କଣ କରନ୍ତି, ଆମର ମୁଁ ଗଭର୍ଣ୍ଣର ବଡି କହିଛି ଡିସିଜିଆଇ, ଡ୍ରଗ କଣ୍ଟ୍ରୋଲ ଜେନେରାଲ ଅଫ ଇଣ୍ଡିଆ। ତ ଆମେ ଯୋଉ ମୁଁ ଆଗରୁ ବି କହିଛି, ଆମେ କ୍ଲିନିକାଲ ଟ୍ରାଏଲ ଯାହା ବି କରିବା ଆମକୁ ଡିସିଜିଆଇ ରୁ ତାର ଆପ୍ରୁଭାଲ୍ସ ନବା ପାଇଁ ପଡିବ। ତ ୱାନ୍ସ ମେଡିକାଲ ରାଇଟିଂ ଟିମ୍ ଡକୁମେଣ୍ଟ ଡିଜାଇନ କଲା ପରେ ସେ ଯାଏ ରେଗୁଲେଟରୀ ଡିପାର୍ଟମେଣ୍ଟ କୁ। ରେଗୁଲେଟରୀ ଡିପାର୍ଟମେଣ୍ଟ କଣ କରନ୍ତି, ସବୁ ଡକୁମେଣ୍ଟ ସେ ଡିସିଜିଆଇ ର ପୋର୍ଟାଲ ରେ ଅପଲୋଡ କରନ୍ତି। ତାଙ୍କର ଯଦି କିଛି କ୍ୱେରି ଆସିଲା ଆମେ ତାକୁ ରିଜଲ୍ଭ କରିବା। ଏମିତି ତ ନୁହଁ ଆମେ ଆଜି ସବମିଟ କରିଦେଲେ ଆମକୁ କାଲି ଆପ୍ରୁଭାଲ୍ସ ମିଳିଯିବ। ତ ଡିସିଜିଆଇ ର ବହୁତ ସାରା କ୍ୱେରି ଆସିବ, ତ କ୍ୱେରି ଆମେ ରିଜଲ୍ଭ କରିବା, ଆମେ ତାକୁ ଆନ୍ସର ଦବା। ୱାନ୍ସ ଡିସିଜିଆଇ ବଡିଜ ମାନେ ଯଦି ଫାଇନାଲାଇଜ କଲେ ନା ଏଥର ଠିକ ଅଛି ତମେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ କର, ତ ସିଏ ଆମକୁ ଗୋଟେ ଏନଓସି ଲେଟର ଦେବେ। ହେଲା, ୱାନ୍ସ ରେଗୁଲେଟରୀ ଆଫେୟାର୍ସ ଏନଓସି ଲେଟର କନେକ୍ଟ କଲା ପରେ ଆମେ ଯିବା କ୍ଲିନିକାଲ ରିସର୍ଚ୍ଚ ଡିପାର୍ଟମେଣ୍ଟ। କ୍ଲିନିକାଲ ରିସର୍ଚ୍ଚ ଡିପାର୍ଟମେଣ୍ଟ କଣ କରିବେ, ମୁଁ ପୂର୍ବ ଭିଡିଓରେ କହିଛି, ଯେମିତି ଆମେ ଇଷ୍ଟ, ୱେଷ୍ଟ, ସାଉଥ, ନର୍ଥ 4ଟା ଯାକ ଜୋନରେ ଆମେ ପ୍ରୋଜେକ୍ଟ କରିବା କିଛି କିଛି ପେସେଣ୍ଟସ୍ କୁ ନେଇକି। ତ କ୍ଲିନିକାଲ ରିସର୍ଚ୍ଚ ଡିପାର୍ଟମେଣ୍ଟ କଣ କରିବେ, ତ ସେଇ ହସ୍ପିଟାଲ ସେମାନଙ୍କ ଡକ୍ଟର ଅଛନ୍ତି ତାଙ୍କ ସହିତ କଥାବାର୍ତ୍ତା ହେବେ, ଆମର ଏଥିକ୍ସ କମିଟି ଆପ୍ରୁଭାଲ୍ସ ଆଣିବେ। ଆପ୍ରୁଭାଲ୍ସ ଆଣିଲା ପରେ ଆମ ପ୍ରୋଟୋକଲ ରେ ଯାହା ଲେଖା ହେଇଛି ସେ ହିସାବରେ ସେ କ୍ଲିନିକାଲ ଟ୍ରାଏଲ କୁ କଣ୍ଡକ୍ଟ କରିବେ ଅଲ ଓଭର ଇଣ୍ଡିଆରେ। ହେଲା, ତ ୱାନ୍ସ ସବୁ ଜାଗାରେ କ୍ଲିନିକାଲ ଟ୍ରାଏଲ କଣ୍ଡକ୍ଟ ହେଇକି ଡାଟା ମାନେ କୋଉ ପ୍ରକାର ଡାଟା ଆସେ, ଡେମୋଗ୍ରାଫିକ ଡାଟା ହଉ, ଆମର ଲ୍ୟାବ ଡାଟା ହଉ, ଏଇ ସବୁ ଡାଟା କଲେକ୍ସନ କରିବା ଆମେ ଯୋଉ ପେସେଣ୍ଟ ଆମର ଆଡ ହେଇଛନ୍ତି। ୱାନ୍ସ ସେଇ ଜିନିଷ ହେଲା ପରେ ସିଏ ଯିବ ଆମର କ୍ଲିନିକାଲ ଡାଟା ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ କୁ। ଏମାନେ କଣ କରିବେ, ଯୋଉ ଆମର ସବୁ ଡାଟା କଲେକ୍ସନ ହେଇଛି କ୍ଲିନିକାଲ ରିସର୍ଚ୍ଚ ରେ, ଡାଟା ମ୍ୟାନେଜମେଣ୍ଟ ଟିମ୍ କଣ କରିବେ, ସେ ଡକୁମେଣ୍ଟସ କୁ ତାଙ୍କର ସଫ୍ଟୱେୟାର୍ସ ରେ ପକେଇବେ, ଡାଟାକୁ ଭ୍ୟାଲିଡେଟ କରିବେ, ଡାଟା ଭେରିଫାଇ କରିବେ ଯେ ଆମକୁ ଯାହା ଡାଟା ସବୁ ମିଳିଛି ସେ ସବୁ ଭ୍ୟାଲ୍ୟୁଜ ହିସାବରେ ଠିକ ଅଛି ନା ନାଇଁ। ୱାନ୍ସ ସବୁ ଜିନିଷ ଡାଟା ଭ୍ୟାଲିଡେଟ ହେଇସାରିଲା ପରେ ସିଏ ଯାଏ ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ। ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ କଣ କରନ୍ତି, ଯୋଉ ଆମକୁ ଡାଟା ମିଳିଛି ସେ ଡାଟାର ଆନାଲିସିସ୍ କରନ୍ତି। ଆନାଲିସିସ୍ କରିକି ତାର ଏଣ୍ଡ ରେଜଲ୍ଟ ବାହାର କରନ୍ତି, ଯେ ଆମେ ଇଷ୍ଟ, ୱେଷ୍ଟ, ସାଉଥ, ନର୍ଥ ଯୋଉ ସବୁ ପେସେଣ୍ଟ କୁ ନେଇକି ଆମେ ଟ୍ରାଏଲ୍ସ କଲେ ଆମର ରେଜଲ୍ଟ କଣ ବାହାରିଲା। ମାନେ ଆମ ଯୋଉ ଡ୍ରଗ ଆମେ ରିସର୍ଚ୍ଚ କରିଛେ ସେ ଡ୍ରଗ କାମ କରୁଛି ନା କାମ କରୁନି। ୱାନ୍ସ ଷ୍ଟାଟିଷ୍ଟିକାଲ ଡିପାର୍ଟମେଣ୍ଟ ର ତାଙ୍କର ଡାଟା ମାନେ ତାଙ୍କର ରିପୋର୍ଟ ରେଡି ହେଲା ପରେ ଏଗେନ୍ ସିଏ ଯାଏ ମେଡିକାଲ ରାଇଟିଂ ଡିପାର୍ଟମେଣ୍ଟ କୁ। ଏମାନେ କଣ କରିବେ, ଆମର ଫାଇନାଲ କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଜେନେରେଟ କରିବେ, ଡିଜାଇନ କରିବେ, ସେମାନେ ତାଙ୍କ ଟିମ୍ ଡିଜାଇନ କରିବ। ୱାନ୍ସ ସବୁ ରେଡି ହେଇସାରିଲା ପରେ ଏଗେନ୍ ଆମେ ରେଗୁଲେଟରୀ ଆଫେୟାର୍ସ ଡିପାର୍ଟମେଣ୍ଟ କୁ ଯିବା, ସେମାନେ ଡିସିଜିଆଇ ରେ ଡକୁମେଣ୍ଟ ସବମିଟ କରିବେ। ତାପରେ ଯଦି କିଛି କ୍ୱେରି ଅଛି ଆମେ ତାକୁ ରିଜଲ୍ଭ କରିବା। ସବୁ ଜିନିଷ ହେଇସାରିଲା ପରେ ଗଭର୍ଣମେଣ୍ଟ ଡିସିଜିଆଇ ଫାର୍ମା କମ୍ପାନୀକୁ ଆପ୍ରୁଭାଲ୍ସ ଦବ ସେ ଡ୍ରଗ ମାର୍କେଟକୁ ଆସିବା ପାଇଁ। ତ କହିବା ରିଜନ, ବୁଝିବାର ଜିନିଷ ହଉଛି ଏଇଆ, ଯୋଉ 5ଟା ଆମେ ଯୋଉ କୋର୍ସ କହୁଛେ ନା, ସେ 5ଟା ଯାକ କୋର୍ସ ସବୁତକ ଇଣ୍ଟରଲିଙ୍କ ହେଇକି ଅଛି। ହେଲା, ତ ଜଣେ ଯଦି ଖାଲି କ୍ଲିନିକାଲ ରିସର୍ଚ୍ଚ ରେ ବି ଏକ୍ସପିରିଏନ୍ସ କରେ, ତ ସେ ରେଗୁଲେଟରୀ ଆଫେୟାର୍ସ ହଉ, ଡାଟା ମ୍ୟାନେଜମେଣ୍ଟ ହଉ କିମ୍ବା ଫାର୍ମାକୋଭିଜିଲାନ୍ସ ହଉ, ସେ କୋଉଥିରେ ବି ପଶି ପାରିବେ। ତ ଆଜି ଭିଡିଓରେ ଏତିକି। ଆମେ ନେକ୍ସଟ ଭିଡିଓରେ ଦେଖିବା ଯେ ଆମେ କ୍ଲିନିକାଲ ରିସର୍ଚ୍ଚ ରେ ଆମକୁ କିଏ କିଏ ଜବ୍ସ ଦଉଛନ୍ତି। ହେଲା, ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ।